ରାଧେ ରାଧେ ସାଙ୍ଗମାନେ, ମୁଁ ମାମୁନି ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଗଞ୍ଜାମ ଝିଅ କନ୍ଧମାଳ ବୋହୂକୁ। ତ ସାଙ୍ଗମାନେ, ଆପଣମାନେ କେମିତି ଅଛନ୍ତି? ମୁଁ ତ ବହୁତ ଭଲ ଅଛି। ମୁଁ ଆଶା କରୁଛି ଭଗବାନଙ୍କ ଦୟାରୁ ଆପଣମାନେ ବି ବହୁତ ଭଲ ଥିବେ। ତ ଆଜି ଶୁଭ ସକାଳ ହେଇଯାଇଛି ବର୍ତ୍ତମାନ। ତ ଯେହେତୁ ସକାଳୁ ତ ନାସ୍ତା ପାଣି ଏଗୁଡ଼ାକ ଆରମ୍ଭ, ତ ସେମିତି ମୁଁ ଜଳଖିଆ କରିବା ପାଇଁ ଯାଉଛି। ଆଜି ତ ଯେହେତୁ ଚାଉମିନ୍ କରୁଛି, ତ ଚାଲନ୍ତୁ ଆପଣମାନଙ୍କୁ ଦେଖାଉଛି ମୁଁ କେମିତି କ'ଣ କରୁଛି। ତ ସାଙ୍ଗମାନେ ଦେଖି ନିଅନ୍ତୁ, ଏପଟେ ଚାଉମିନ୍ ମୁଁ ସିଝେଇକି ରଖିଦେଇଛି। ଏପଟେ କୋବି ନେଇଯାଇଛି, ମଟର ଟିକେ, କ୍ୟାପ୍ସିକମ୍, ପିଆଜ। ମଟର ହୁଏ ତ ସମସ୍ତେ ପକାଉନଥିବେ, ଯେହେତୁ ମୋର ମଟରଟା ନଷ୍ଟ ହେଇଯାଉଥିଲା ସେଥିପାଇଁ ମୁଁ ଚାଉମିନ୍ରେ ବର୍ତ୍ତମାନ ୟୁଜ୍ କରିନେବି। ତ କିଛି ପ୍ରୋବ୍ଲେମ୍ ନାହିଁ, ଯାହା ବି ପକାଇକି ବନେଇ ନେବା, ପେଟକୁ ତ ଯିବ ନା। ତ ସାଙ୍ଗମାନେ, ବର୍ତ୍ତମାନ ମୁଁ ଚାଉମିନ୍ ବନେଇବା ଆରମ୍ଭ କରିଦେଇଛି। ଭେଜିଟେବୁଲ୍କୁ ଫ୍ରାଏ ହେବାକୁ ଦେଉଛି, ଯେହେତୁ ବେଶୀ ଫ୍ରାଏ କରିବାନି, କାହିଁକିନା କ୍ରଞ୍ଚିନେସ୍ ରହିଲେ ନା ଖାଇବା ପାଇଁ ଭଲ ଲାଗିବ। ତ ମୁଁ ଆଜି ରେଷ୍ଟୁରାଣ୍ଟ ଷ୍ଟାଇଲ୍ରେ ବନେଇବି, ମାନେ ସଜେଇକି ଆପଣମାନଙ୍କୁ ଦେଖେଇବି। ଆଉ କେମିତି କ'ଣ ଲାଗୁଛି ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବି। ମୁଁ ବର୍ତ୍ତମାନ ଆପଣମାନଙ୍କୁ ତ ଚାଲନ୍ତୁ ଦେଖିନିଅନ୍ତୁ। ଦେଖିନିଅନ୍ତୁ, ବହୁତ ସିମ୍ରେ ମୁଁ ଆକୁ ବନଉଛି। ଚାଉମିନ୍ରେ ତ ମଟର ପକାଯାଏନି, କିନ୍ତୁ ମୋ ପାଖରେ ଯେହେତୁ ଖରାପ ହେଇଯାଉଥିଲା ତ ମୁଁ ଚାଉମିନ୍ରେ ପକାଇ ନେଇଯାଇଛି। ଯେହେତୁ ଆପଣମାନେ ଭାବୁଥିବେ କି ତରକାରୀ ବି କରିପାରିଥାନ୍ତା, ହଁ କରିପାରିଥାନ୍ତି, କିନ୍ତୁ ବହୁତ ଗୁଡ଼ାଏ ଅଛି ତ ମୁଁ ଭାବିଲି ପରେ କିଛି ତରକାରୀ କରିନେବି ଆଉ ଏଥିରେ ବି ପକାଇକି ଖାଇନେବି। ତ ସେଇ ହିସାବରେ ମୁଁ ପକାଇ ନେଇଛି। ତ ଚାଲନ୍ତୁ କେମିତି କ'ଣ ବନଉଛି ଆପଣମାନଙ୍କୁ ଦେଖାଇ ନେଉଛି। ତ ସାଙ୍ଗମାନେ, ବର୍ତ୍ତମାନ ହେଇଯାଇଛି, କ୍ରଞ୍ଚିନେସ୍ ବେଶୀ ସିଝିନି, ନର୍ମାଲ୍ ଅଛି। ତ ଚାଉମିନ୍ ପକାଇ ନେଇଯିବା, ଟିକେ ସୋୟା ସସ୍ ପକାଇ ନେଇଯିବା, ଟିକେ ଟମାଟୋ ସସ୍, ମସଲା ଟିକେ ପକାଇ ନେଇଯିବା, ଲୁଣ, ଲଙ୍କାଗୁଣ୍ଡ ପକାଇ ନେଇଯିବା। ବର୍ତ୍ତମାନ ଆକୁ ମିକ୍ସ କରି ନେଇଯିବା। ତ ଦେଖିନିଅନ୍ତୁ ସାଙ୍ଗମାନେ, ମୋର ଚାଉମିନ୍ ବନେଇକି ରେଡି ହେଇଯାଇଛି। ବର୍ତ୍ତମାନ ଚାଲ ଖାଇନେବା। ଦେଖିନିଅନ୍ତୁ ସାଙ୍ଗମାନେ, ମୋର ଚାଉମିନ୍ ବନେଇକି ରେଡି ହେଇଯାଇଛି। ମୁଁ ଆପଣମାନଙ୍କୁ କହିଥିଲି ନା ରେଷ୍ଟୁରାଣ୍ଟ ଷ୍ଟାଇଲ୍ରେ ବନେଇବି, ତ ପତ୍ରରେ ଦେଖନ୍ତୁ କୋବି ପତ୍ରରେ ମୁଁ କେମିତି ବନେଇଛି। ରେଷ୍ଟୁରାଣ୍ଟରେ ତ ଏମିତି ଚାଲନ୍ତୁ ସାଙ୍ଗମାନେ, ବର୍ତ୍ତମାନ ଚାଉମିନ୍ ଖାଇନେବା। ମସ୍ତ ହେଇଛି। ତ ଆପଣମାନେ ବି ଏମିତି ଭେଜ୍ ଚାଉମିନ୍ ବନାନ୍ତୁ ଆଉ ଖାଆନ୍ତୁ। ତ ଆପଣମାନେ ଲେଟ୍ କାହିଁ କରୁଛନ୍ତି? ଜଲ୍ଦି ଜଲ୍ଦି ଯାଆନ୍ତୁ ମାର୍କେଟରୁ। ଘରେ ଯଦି ନାହିଁ, ମାର୍କେଟରୁ ଚାଉମିନ୍ ନେଇକି ଆସନ୍ତୁ ଆଉ ମୋ ପରିକା ଏମିତି ବନାନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ରେ, ଆଉ ଖାଆନ୍ତୁ ଜଲ୍ଦି ଜଲ୍ଦି। ଆପଣଙ୍କର ତ ଲାଳ ଗଡ଼ିଯିବଣି ଦେଖିକିନା। ଯାଆନ୍ତୁ ଯାଆନ୍ତୁ, ଜଲ୍ଦି ଜଲ୍ଦି ଯାଆନ୍ତୁ। ଏତେ ଗରମା ଗରମ ଚାଉମିନ୍, ଟେଷ୍ଟି ଟେଷ୍ଟି, କାହାର ବା ଲାଳ ନ ଗଡ଼ିବ? ମୋର ତ ଦେଖି ଲାଳ ଗଡ଼ିଯାଉଛି। ତ ଆପଣମାନେ ଜଲ୍ଦି ଜଲ୍ଦି ଯାଆନ୍ତୁ ଆଉ ନେଇ ଆସନ୍ତୁ, ଆଉ ଘରେ ବନାନ୍ତୁ ଆଉ ଜଲ୍ଦି ଖାଇ ନିଅନ୍ତୁ। ତ ଏହିପରି ଭାବରେ ମୋର ଆଜି ସକାଳର ଜଳଖିଆଟା ଥିଲା ଚାଉମିନ୍। ବହୁତ ଦିନ ହେଲା ବନେଇ ଖାଇନଥିଲି, ତ ଆଜି ବନେଇଲି ଆଉ ଗରମା ଗରମ ଖାଇଲି। ସାଙ୍ଗମାନେ, ଆଜି ବି ଲାଇଟ୍ ପଳେଇଛି, ଅନ୍ଧାରରେ ରୋଷେଇ କରୁଛି ମୁଁ। ତ ଲାଇଟ୍ ଆସିଲା ପରେ ମୋତେ ଏତେ ଜୋର ବୋର୍ ଲାଗିଲା ନା, ଘରେ ବସି ବସି ବହୁତ ବୋର୍ ହେଇଯାଇଥିଲି ମୁଁ। କାହିଁକିନା ଯେହେତୁ ମୋ ବାବା ଯାଇଛନ୍ତି ହେରି ତୀର୍ଥ କରିବା ପାଇଁ, ତ ଆଜି ହିଁ ସକାଳୁ ଚାଲିଗଲେ ସିଏ, ଆଉ ମୁଁ ଘରେ ଏକା ଅଛି। ତ ବହୁତ ବୋର୍ ଲାଗୁଥିଲା। ତ କ'ଣ କରିବି ଭାବିଲି। ତାପରେ ଯାଇ ଟିଭି ଲଗେଇକି ଦେଖିଲି ତ ଏଇଥିରେ ଫିଲ୍ମଟା ଦେଇଛି, କିନ୍ତୁ ଏତେ ଖାସ୍ ଲାଗିଲାନି। ଯେହେତୁ ଏ ହିରୋ ମୋତେ ପସନ୍ଦ ନାହିଁ, ତ ଏତେ ଖାସ୍ ଲାଗିଲାନି। ତାପରେ ବହୁତ ବୋର୍ ହେଇଗଲି, ମୁଣ୍ଡ ଖରାପ, ବିଲକୁଲ ବି ପସନ୍ଦ ନାହିଁ। ସେଥିପାଇଁ ମୋ ମୁଣ୍ଡ ଖରାପ ହେଲା। କ'ଣ କରିବି? ତ କହିଲି ଚାଲ, ତାପରେ ଯାଇକି ଚିଙ୍ଗୁଡ଼ି ଟିକେ ଭାଜି ନେଲି। ଯେହେତୁ ପଖାଳ ଖାଇବାର ଥିଲା ମୋତେ, ତ ଚିଙ୍ଗୁଡ଼ି ଭାଜି ନେଇଗଲି। ଦେଖିନିଅନ୍ତୁ କେତେ ବଢ଼ିଆ ଭାବରେ ଛୋଟ ଚିଙ୍ଗୁଡ଼ି ଭାଜି ନେଇଯାଇଛି। ତ ଚାଲନ୍ତୁ ବର୍ତ୍ତମାନ ଖାଇନେବା। ତ ସାଙ୍ଗମାନେ ଦେଖିନିଅନ୍ତୁ, ପଖାଳ ଭାତ ନେଇଯାଇଛି, ମିକ୍ସଚର, ଝଟାରାଇ, ଲୁଣି ଶୁଖୁଆ, ଚିଙ୍ଗୁଡ଼ି ଶୁଖୁଆ ଏମିତି ନେଇଯାଇଛି ଖାଇବା ପାଇଁ। ତ ପ୍ରଥମେ ଭାତରେ ଲେମ୍ବୁ ଟିକେ ଚିପୁଡ଼ି ନେବା। ଯେହେତୁ ଭାତ ଖଟା ହେଇନଥିଲା, ତ ସେଥିରେ ଲେମ୍ବୁ ଟିକେ ଚିପୁଡ଼ି ନେଲି, ଲୁଣ ବି ପକାଇ ଦେଇଥିଲି। ତାପରେ କ'ଣ କଲି ନା, କଞ୍ଚା ଲଙ୍କା ଟିକେ ଦଳିଦେଲି। ଆଉ ଏମିତି ନା, ଆପଣ ବନେଇ ଖାଆନ୍ତୁ, ଦେଖିବେ ବହୁତ ବଢ଼ିଆ ମଜା ଲାଗୁଛି। ଏମିତି ପଖାଳ ଭାତରେ ଲେମ୍ବୁ ଚିପୁଡ଼ି ନେବେ, କଞ୍ଚା ଲଙ୍କା ଟିକେ ରଗଡ଼ି ନେବେ, ବହୁତ ବଢ଼ିଆ ମଜା ଲାଗୁଛି। ତ ତାପରେ କ'ଣ କଲି ନା,
ତାପରେ ତ ପାଗ ନହେଲେ ଭଲ ଲାଗିବନି। ତ ଚିଙ୍ଗୁଡ଼ି ଶୁଖୁଆକୁ ଆପଣମାନେ କେବେ ଖାଇଛନ୍ତି? ଛୋଟ ଚିଙ୍ଗୁଡ଼ି ଶୁଖୁଆରେ ଏମିତି ଚୁନା ଚୁନା କରି ପିଆଜ କାଟି ନେବେ। ଶୁଖିଲା ଲଙ୍କା ଥିଲେ ବଢ଼ିଆ ହେଇଥାନ୍ତା। ଶୁଖିଲା ଲଙ୍କା ଲୁଣ ଏମିତି ପକେଇକି ପାଗ କରିକି ଖାଇବେ, ଦେଖିବେ ବହୁତ ବଢ଼ିଆ ଲାଗୁଛି। ଆଉ ମୁଁ ତ ଏମିତି ବନେଇଥିଲି ଆଜି, ଯେହେତୁ ବହୁତ ଇଚ୍ଛା ହଉଥିଲା ଖାଇବା ପାଇଁ ତ ବନେଇ ନେଲି ଆଉ ଖାଇବି ନେଲି ଆଉ। ତ ଚାଲନ୍ତୁ ସାଙ୍ଗମାନେ ବର୍ତ୍ତମାନ ଖାଇ ନେଇଯିବା। ପଖାଳ ଭାତକୁ ଶୁଖୁଆ ଭଜା କେମିତି ଲାଗିବ ଯେ। ତ ପଖାଳ ଭାତ ଖାଇସାରିଲିଣି ମୁଁ, ବର୍ତ୍ତମାନ ଝଟରାଇ ଟିକେ ଖାଇ ନେଉଛି, ତାପରେ ଶୁଖୁଆ ଟିକେ ଖାଇନେବା। ଆପଣମାନଙ୍କୁ ଯଦି ଏମିତି ଲୁଣି ଶୁଖୁଆ ପସନ୍ଦ ତାହେଲେ ଜଲ୍ଦି ଜଲ୍ଦି କିଣିକି ଖାଇ ନିଅନ୍ତୁ। ମୁଁ ତ ଖାଇ ନେଉଛି, ଆଉ ପଖାଳ ଭାତ ଖାଇକିନା ବହୁତ ଆତ୍ମାକୁ ଶାନ୍ତି ମିଳିଲା। ଆହା, ତାପରେ କ'ଣ ହେଲା ନା, ମୋତେ ପଖାଳ ଭାତ ଯେହେତୁ ଖାଇଲି ମୋତେ ଶୀତ ଲାଗିଲା, ତ ମୁଁ ଛାତ ଉପରୁ ଆସିଗଲି ଟିକେ ସମୟ ବସିବା ପାଇଁ। କାହିଁକିନା ଖରା ଟିକେ ବସିଲେ ଟିକେ ଶାନ୍ତି ଲାଗୁଛି। ଯେହେତୁ ଥଣ୍ଡାକୁ ପୁଣି ପଖାଳ ଭାତ, ତ ଦେହ ଶୀତେଇ ଯାଉଥିଲା, ତ ପୁଣି ଆସିକି ମୁଁ ଖରାରେ ଟିକେ ସମୟ ବସିଲି, ତାପରେ ମୋତେ ଶାନ୍ତି ଲାଗିଲା। ଶାନ୍ତି ଲାଗିଲା ପରେ ହିଁ ତାପରେ ମୋବାଇଲ ଚଲେଇଲି, ତାପରେ ମୁଁ ତଳକୁ ଗଲି। ପର୍ପଲ୍ ଆପ୍ରୁ ମଗେଇଥିଲି, ତ ପାର୍ସଲ ଆଜି ଆସିକି ପହଞ୍ଚି ଯାଇଛି। ତ ଭିତରେ କ'ଣ ଅଛି ମୁଁ ତ ଜାଣିଛି, କିନ୍ତୁ ଆପଣମାନେ ତ ଜାଣିନାହାନ୍ତି। ତ ଆପଣମାନଙ୍କୁ ମୁଁ ଏଇଟା ଖୋଲିକି ଆପଣମାନଙ୍କୁ ଦେଖେଇ ନେଉଛି। ତ ଚାଲନ୍ତୁ ବର୍ତ୍ତମାନ ଖୋଲି ନେବା। ଖୋଲିବାଟା ବଡ଼ ମୁସ୍କିଲ ହେଇଯାଉଛି, କିନ୍ତୁ ଭଲ ପ୍ୟାକିଂ କରି ଦଉଛନ୍ତି ତାକି ନ ଭାଙ୍ଗି ଯାଉ, ସେଇଥିଲାଗି। ତ ଦେଖିନିଅନ୍ତୁ କେତେ ବହୁତ ଭଲ ପ୍ୟାକିଂ କରି ଦଉଛନ୍ତି ସେମାନେ। କେବଳ ପର୍ପଲ୍ ଆପ୍ରେ ହିଁ ଏତେ ବଢ଼ିଆ ପ୍ୟାକିଂ କରିକି ଦଉଛନ୍ତି ସେମାନେ। ତ ଆପଣମାନଙ୍କୁ ଓପେନ୍ କରିକି ଦେଖେଇ ଦଉଛି ମୁଁ କ'ଣ। ଇଏ ଦେଖିନିଅନ୍ତୁ, ଆଲ୍ପ୍ସର ରୋଜମେରୀ ୱାଟର। ଆକୁ ନା ମୁଁ କମ୍ ସେ କମ୍ 2 ମାସ ହେଲାଣି ୟୁଜ୍ କଲିଣି। ଭଲ ଭଲ କାମ ଆସୁଛି, କାହିଁକିନା ମୋର ବେଶୀ ହେୟାର ଫଲ୍ ହେଉଥିଲା। ତ ଆକୁ ମୁଁ ରାତିରେ ନଚେତ୍ ସକାଳୁ ମୁଁ ସ୍ପ୍ରେ କରିଦେଉଛି, ଟିକେ ହ୍ୟାଣ୍ଡ ମସାଜ କରିଦେଉଛି। ଆଉ ମୋର ବେବି ହେୟାର ବି ଆସିବା ଆରମ୍ଭ ହେଇଗଲାଣି, ଦେଖିନିଅନ୍ତୁ। ଯେହେତୁ ମୁଁ ସିନ୍ଦୁରଟେ ଲଗାଉଛି ନା, ସିନ୍ଦୁରରେ ବହୁତ କେମିକାଲ ମିଶି ଥାଉଛି, ତ ସେଇଥିଲାଗି ମୁଁ ଆଗ ପର୍ସନଟା ବହୁତ ହେୟାର ଫଲ୍ ହେଉଥିଲା। ତ ବର୍ତ୍ତମାନ ମୁଁ ଏଇଟା ସ୍ପ୍ରେ କରିବା ଦ୍ୱାରା ମୋର ବେବି ହେୟାର ବି ଆସିଗଲାଣି। ଦେଖନ୍ତୁ ଆପଣ ବି ପର୍ପଲ୍ ଆପ୍ରୁ ଆଲ୍ପ୍ସର ରୋଜମେରୀ ୱାଟର ୟୁଜ୍ କରନ୍ତୁ, ତାକି ଆପଣ ବ୍ୟବହାର କଲେ ହିଁ ଜାଣିପାରିବେ ଆର ଫାଇଦା କ'ଣ। ମୋତେ ତ ବହୁତ ଭଲ ଲାଗିଲା ଇଏ ଯେବେଠୁ ମୁଁ ୟୁଜ୍ କଲିଣି। ତ ଆପଣମାନେ ବି ୟୁଜ୍ କରନ୍ତୁ ଆଉ ଦେଖିନିଅନ୍ତୁ। ତ ଚାଲନ୍ତୁ ଆଉ କ'ଣ କ'ଣ ଅର୍ଡ଼ର କରିଛି ମୁଁ ଦେଖେଇ ନେଉଛି ଆପଣଙ୍କୁ। ଆଉ ଇଏ ଗୋଟେ 5-in-1 ଲିପଷ୍ଟିକ୍ ବି ଅର୍ଡ଼ର କରିନେଇଥିଲି। ତ ଆକୁ ମୁଁ ୟୁଜ୍ କଲେ ହିଁ ଆପଣମାନଙ୍କୁ ଦେଖେଇ ନେବି। ଯେହେତୁ ଏଇଟା ଫାର୍ଷ୍ଟ ଟାଇମ୍ ମଗେଇଛି, ତ ଆପଣମାନଙ୍କୁ ଦେଖେଇବି। ତ ଚାଲନ୍ତୁ ସାଙ୍ଗମାନେ ସେକେଣ୍ଡ ପାର୍ସଲଟା ଓପନ୍ କରିବା। ପ୍ୟାକିଂ ଏମାନଙ୍କର ବହୁତ ଭଲ, ମାନେ ବହୁତ ବଢ଼ିଆ ପ୍ୟାକିଂ କରି ଦିଅନ୍ତି। ଦେଖନ୍ତୁ କେତେ ବଢ଼ିଆ ଭାବରେ ଆକୁ ପୁରା ଗୁରେଇକିନା ଦେଇଛନ୍ତି। ତ ଏଇଟା ମୁଁ ମଗେଇ ନେଇଛି ଡର୍ମଡକ୍ର କୋଜିକ୍ ଏସିଡ୍। ତ ଇଏ ହେଉଛି ନାଇଟ୍ କ୍ରିମ୍। ଆକୁ କେବଳ ନାଇଟ୍ରେ ହିଁ ଆପଣମାନେ ୟୁଜ୍ କରିବେ। ଯେହେତୁ ମୋ ମୁହଁର ଗ୍ଲୋ ଆପଣମାନେ ଦେଖିପାରୁଥିବେ, ମୁଁ ଆକୁ ଆଗରୁ ବି ୟୁଜ୍ କଲିଣି, 2 ମାସ ହେଇଗଲାଣି। ତ ମୋ ମୁହଁର ଗ୍ଲୋ ଦେଖିପାରୁଥିବେ, ମାନେ ଟିକେ ଯେଉଁ ଡାର୍କନେସ୍ ଥିଲା ତା ଟିକେ ମାନେ ଭଲ ହେଇ ଆସିଲାଣି ମୋର। ତ ଆପଣମାନେ ବି ଚାହୁଁଛନ୍ତି ଯଦି ଆକୁ ୟୁଜ୍ କରିପାରିବେ, ଯଦି ଚାହୁଁଛନ୍ତି, କାହାକୁ ଜବରଦସ୍ତି ନୁହଁ। ତ ଖୋଲିକି ଆପଣମାନଙ୍କୁ ଦେଖେଇ ଦଉଛି। ଇଏ ଦେଖିନିଅନ୍ତୁ, ପାଖରୁ ବି ଦେଖେଇଦେବି ଆପଣମାନଙ୍କୁ, ବର୍ତ୍ତମାନ ଦୂରରୁ ଦେଖିନିଅନ୍ତୁ। ତ ଇଏ ନାଇଟ୍ କ୍ରିମ୍ ଏତିକି ବାସ୍ ମଗେଇଥିଲି, ଆଉ କିଛି ନୁହଁ। ତ ସାଙ୍ଗମାନେ ଆକୁ ପାଖରୁ ମୁଁ ଆପଣମାନଙ୍କୁ ଦେଖେଇ ନେଉଛି, ଦେଖିନିଅନ୍ତୁ ନାଇଟ୍ କ୍ରିମ୍କୁ କୋଜିକ୍ ଏସିଡ୍। ଆପଣମାନେ ଇନଷ୍ଟାଗ୍ରାମ, ଫେସବୁକ୍, ୟୁଟ୍ୟୁବ୍ ସବୁଥିରେ ଆଡ଼ଭର୍ଟାଇଜ୍ କରୁଥିବାର ଦେଖୁଥିବେ। ତ ଦେଖିନିଅନ୍ତୁ, ଆପଣ ବି ଆପଣଙ୍କ ମୁହଁକୁ ଗ୍ଲୋ କରାନ୍ତୁ।
ଆଉ ଇଏ ହେଉଛି ଆଲ୍ପ୍ସର ରୋଜମେରୀ ୱାଟର। ଆଉ ଇଏ ଲିପଷ୍ଟିକ୍ ମୁଁ ଫାଷ୍ଟ ଟାଇମ୍ ମଗେଇଛି ଆକୁ 5 in 1। ଆକୁ ବି ଓପନ୍ କରି ଆପଣମାନେ ଦେଖେଇ ନେଉଛି। ये देखि नियंतु आर पांचटी कलर आसछि देखि नियंतु। तो चलतु सांग मैंने भिडियोटी को एठू एंड करुच्ची। एंड करिया पूर्व पुणी थरे मु कहि दउची मो चैनल ना होची गंजाम झियो कंधमाल बहु। तो भिडियोटी जदि आपण मानकु भल लागिथिबो ताले लाइक शेयर सब्सक्राइब निहाती करबे, कमेंट माध्यम निहाती जणेबे भिडियोटी आपण मानकु केमती लागुची। तो रहिली, राधे राधे।